ଖାନା ଖଜାନା ରେଷ୍ଟୁରାଣ୍ଟର ଜଳଖିଆ ସିଦ୍ଧାର୍ଥ ବାବୁଙ୍କୁ ବହୁତ ଭଲ ଲାଗେ। ଯେତେବେଳେ ସେ ଦିଲ୍ଲୀ ଆସନ୍ତି ସେତେବେଳେ ଏଇଠିକୁ ହିଁ ଖାଇବା ପାଇଁ ଆସନ୍ତି। ତେବେ ସମସ୍ୟା ହେଲା ଏଇ ରେଷ୍ଟୁରାଣ୍ଟର ନିୟମିତ ଗ୍ରାହକ ଦିଲ୍ଲୀରେ ରହୁଥିବା ତାଙ୍କର ବନ୍ଧୁ ରମାକାନ୍ତ, ଯିଏକି ଜଣେ ଅଭ୍ୟାସଗତ ଭାବେ ପରଚର୍ଚ୍ଚା ଆଗ୍ରହୀ ବ୍ୟକ୍ତି। ଯେତେ ଥର ସିଦ୍ଧାର୍ଥ ଏ ଜାଗାକୁ ଆସିଛନ୍ତି ସେତେ ଥର ରମାକାନ୍ତକୁ ଏଠି ଭେଟନ୍ତି। ଥରେ ସେ ରମାକାନ୍ତକୁ ପରିହାସ କରି କହିଲେ, ପରଚର୍ଚ୍ଚା ଚାଲିଥିବା ଟେବୁଲରେ ବସିବା ଉଚିତ ନୁହେଁ। ଯେଉଁମାନେ ତୁମ ଉପସ୍ଥିତିରେ ଅନ୍ୟମାନଙ୍କ କଥା ଚର୍ଚ୍ଚା କରନ୍ତି, ତମେ ଉଠିଯିବା ପରେ ସେମାନେ ତୁମ କଥା ସେଇଠି ହିଁ ଚର୍ଚ୍ଚା କରନ୍ତି। ମାତ୍ର ସିଦ୍ଧାର୍ଥଙ୍କ କଥାର କୌଣସି ପ୍ରଭାବ ରମାକାନ୍ତଙ୍କ ଉପରେ ପଡ଼ିନଥିଲା। ସେଇ ରମାକାନ୍ତକୁ ଆଜି ରେଷ୍ଟୁରାଣ୍ଟରେ ବସି ଦେଖିଥିବା ସିଦ୍ଧାର୍ଥ ଫେରି ଆସିଲେ। ମାତ୍ର ସେତିକି ବେଳେ ଅଦିନିଆ ବର୍ଷା ପଡ଼ିଲା ଯେ ସେ ବାଧ୍ୟ ହୋଇ ରେଷ୍ଟୁରାଣ୍ଟର ଗୋଟେ କୋଣ ଟେବୁଲରେ ଯାଇ ବସି ପଡ଼ିଲେ। ରାସ୍ତା କଡ଼ର ଦେବଦାରୁ ଜାମୁ ଗଛ ଉପରେ ବର୍ଷା ଯେମିତି ଟପ୍ ଟପ୍ ପଡ଼ୁଥିଲା, ତବଲାର ଶବ୍ଦ ପରି ଶୁଭୁଥିଲା। ସବୁଯାକ ଟେବୁଲରେ ଗ୍ରାହକଙ୍କର ଭିଡ଼। ରମାକାନ୍ତ ଯଦି ତାଙ୍କୁ ଦେଖିଥାନ୍ତେ ତାହେଲେ ସେ ଏତେବେଳେ ତାଙ୍କ ପାଖକୁ ଆସି ସାରନ୍ତେ। ତେବେ ରମାକାନ୍ତ ତାଙ୍କ ଟେବୁଲରେ ଏକୁଟିଆ ବସି କଫି ପିଉଥିଲେ କାହିଁକି? ଦୃଶ୍ୟଟା ଭାରି ଅଡ଼ୁଆ ଲାଗିଲା ସିଦ୍ଧାର୍ଥଙ୍କୁ। ରମାକାନ୍ତଙ୍କ ଟେବୁଲ ପାଖକୁ ଯାଇ କହିଲେ, ଆଜି କି ବିରଳ ଦୃଶ୍ୟ! ତୁମେ ଏକୁଟିଆ, ତୁମର ବନ୍ଧୁମାନେ ଗଲେ କୁଆଡ଼େ? ସିଦ୍ଧାର୍ଥଙ୍କୁ ଦେଖି ରମାକାନ୍ତ ଖୁସି ହେଲା। ଆରେ ସିଦ୍ଧାର୍ଥ, କେବେ ଦିଲ୍ଲୀ ଆସିଲ? ଆଜି। କାଲି ଫେରିଯିବି। ଆଉ ବନ୍ଧୁମାନଙ୍କ ଖବର କ'ଣ? ତୁମେ ତ ଚିତ୍ରଗୁପ୍ତ, ସମସ୍ତଙ୍କ ଖବର ତୁମ ପାଖେ ଥାଏ। ରମାକାନ୍ତ ସିଦ୍ଧାର୍ଥଙ୍କୁ ବସିବା ଲାଗି ଚୌକି ଦେଖା ଦେଇ କହିଲେ, ତୁମେ ଯାହା ଭାବୁଛ ସେୟା ଠିକ୍ ନୁହେଁ। ନିକଟରେ ମୁଁ କାହା ବିଷୟରେ କିଛି ସୋସିଆଲ ମିଡ଼ିଆରେ ମନ୍ତବ୍ୟ ଦେଇଥିବା ତୁମେ ଦେଖିଛ କି? ସିଦ୍ଧାର୍ଥ ସାମାଜିକ ଗଣମାଧ୍ୟମରେ ସେମିତି ସକ୍ରିୟ ନୁହନ୍ତି। 3-4 ମାସରେ ଥରେ ଫେସବୁକରେ ପଦେ ଅଧେ କିଛି ଲେଖିଥାନ୍ତି, ନହେଲେ ନାହିଁ। ରମାକାନ୍ତଙ୍କ କଥା ଶୁଣି ତାଙ୍କର ମନେ ପଡ଼ିଲା, ଆରେ ସତେ ତ, ଢେର ଦିନ ହେଲାଣି ରମାକାନ୍ତ କୌଣସି ପୋଷ୍ଟ ଲେଖିନାହାନ୍ତି। ଏହା ତ ଅତି ଅସମ୍ଭବ କଥା। ରମାକାନ୍ତଙ୍କର ଏ ରୂପାନ୍ତର ସମ୍ଭବ ହେଲା କେମିତି? ରମାକାନ୍ତ କହିଲେ, ତୁମେ ସତ କହିଲ ସିଦ୍ଧାର୍ଥ। ଦିନେ ଏଇଠି ମୁଁ ବସି ସାଙ୍ଗମାନଙ୍କ ସହ ଜଣେ ଆର୍ଟିଷ୍ଟ ବନ୍ଧୁଙ୍କର ଚର୍ଚ୍ଚା କଲାବେଳେ ମୋବାଇଲ ସେଟ୍ଟି ଛାଡ଼ି ଦେଇ ଯାଇଥିଲି। ଗାଡ଼ି ପାଖରେ ପହଞ୍ଚିବା ପରେ ତାହା ମନେ ପଡ଼ିଲା। ସେଇଠି ନେବାକୁ ଆସି ଦେଖିଲି ମୋର ବନ୍ଧୁମାନେ ପ୍ରସଙ୍ଗ ବଦଳେଇ ମୋ ବିଷୟରେ ଟିପ୍ପଣୀ ଆରମ୍ଭ କରିଦେଇଥିଲେ। ବିଶ୍ୱାସ କର, ମୋ ନିଜ କାନରେ ଶୁଣିନଥିଲି ମୁଁ ଏସବୁ ବିଶ୍ୱାସ କରିନଥାନ୍ତି। ଏକଥା ଭାବି ସେଦିନ ରାତିରେ ମୋତେ ନିଦ ହେଲା ନାହିଁ। ସିଦ୍ଧାର୍ଥ କହିଲେ, ସେଇ କଥା ତ ମୁଁ ତୁମକୁ କେତେଥର କହିଥିଲି। ଯେଉଁ ଲୋକମାନେ ସକାଳ ହେଲା କ୍ଷଣି ଅନ୍ୟମାନଙ୍କ ନାମରେ ଆଲୋଚନା କରନ୍ତି ସେମାନଙ୍କୁ କେହି ଭଲ ପାଆନ୍ତି ନାହିଁ। ଈର୍ଷା ଭୁଣି ଏଭଳି ଜିନିଷ, ତା ଅନ୍ୟକୁ ଜାଳିବା ଆଗରୁ ନିଜକୁ ଜାଳିଦିଏ। ତା ଛଡ଼ା କିଏ ଈର୍ଷା କରେ? ହଁ, ତୁମେ ଥରେ ସେଇ ଦେବଶୋଷ ଓ ଶୈତାନ କଥା କହୁଥିଲ, ଭୁଲିଗଲଣି? ରମାକାନ୍ତ ପଚାରିଲେ। ଗୋଟିଏ ଚର୍ଚ୍ଚାର ଫାଦର ସ୍ଥିର କଲେ ଯେ ଚର୍ଚ୍ଚ କାନ୍ଥରେ ଗୋଟେ ଦେବଶିଶୁର ଚିତ୍ର ଟଙ୍ଗେଇବେ। ସେ ତାହା ଜଣେ ଚିତ୍ରଶିଳ୍ପୀକୁ କହିଲେ। ଶିଳ୍ପୀଟି ଚାରିଆଡ଼େ ଘୂରି ଘୂରି ଶେଷକୁ ଦିନେ ଗାଈ ଗୋଠ ନେଇ ଫେରୁଥିବା କିଶୋରୀଟିକୁ ଭେଟିଲା। ତାର ସ୍କେଚ ଆଙ୍କି ରଙ୍ଗ ଦେଇ ଦେବଶିଶୁର ଚିତ୍ର ତିଆରି କଲା। ୟା ଭିତରେ 14 ବର୍ଷ ବିତିଗଲା। ଚର୍ଚ୍ଚର ଫାଦର ସ୍ଥିର କଲେ, ଯେଉଁଠି ଦେବଶିଶୁର ଚିତ୍ର ଅଙ୍କା ଯାଇଛି ସେଇ ପାଖରେ ଗୋଟେ ଶୈତାନର ଚିତ୍ର ଟାଙ୍ଗିବେ। ଏଥର ସେଇ ଶିଳ୍ପୀ ଖୋଜାଗଲା। ଚିତ୍ରଶିଳ୍ପୀ ଜଣକ ଶୈତାନର ନମୁନା ଖୋଜି ଖୋଜି ସହରର କାରାଗାରରେ ଦିଟି ନରହତ୍ୟା କରିଥିବା ଜଣେ ଆସାମୀକୁ ଭେଟିଲା। ତାକୁ କିଛି ପାରିଶ୍ରମିକ ଦେଇ ସେ ତାର ଚିତ୍ର ଆଙ୍କିଲା ଏବଂ ତାକୁ ରଙ୍ଗ ଦେଇ ଶୈତାନର ଚିତ୍ର ଭାବେ ଚର୍ଚ୍ଚର କାନ୍ଥରେ ଟଙ୍ଗାଗଲା। କିଛି ମାସ ପରେ ସହରର ମେୟର ସ୍ଥିର କଲେ କାରାଗାରରେ ବନ୍ଦୀଥିବା ଅପରାଧୀମାନଙ୍କର ହୃଦୟ ପରିବର୍ତ୍ତନ ଲାଗି ସେମାନଙ୍କୁ କେତୋଟି ଦର୍ଶନୀୟ ସ୍ଥାନ ବୁଲି ଦେଖାଇବେ। ସେ ଯେଉଁ ସ୍ଥାନଗୁଡ଼ିକ ତାଲିକା ସ୍ଥିର କଲେ ତା ଭିତରେ ଏଇ ଚର୍ଚ୍ଚ ଥିଲା। ଯେଉଁ ଆସାମୀମାନେ ଏହି ଯୋଜନାରେ ଭାଗ ନେଲେ ତାଙ୍କ ଭିତରେ ଶୈତାନର ନମୁନା ଥିବା ସେହି ଆସାମୀ ଜଣକ ମଧ୍ୟ ଥିଲା। ଚିତ୍ରଗୁଡ଼ିକ ସମସ୍ତେ ଦେଖୁଥିଲେ। ସେଇ ଚିତ୍ରଶିଳ୍ପୀକୁ ମଧ୍ୟ ସେଟାକୁ ଡକାଯାଇଥାଏ। ସିଏ ଆସି ଅଭିନନ୍ଦନ ସାଉଁଟୁଥାଏ। ହଠାତ୍ ସେ ଶୁଣିଲା କିଏ ଜଣେ ଚାପା ଗଳାରେ କାନ୍ଦୁଥିଲା। ଚିତ୍ରଶିଳ୍ପୀ ଜଣକ ଯାଇ ଦେଖିଲେ ସେ ଆସାମୀ କାନ୍ଦୁଛି। ସେ ପଚାରିଲେ, ମୁଁ ତ ତୁମ ଅନୁମତି ନେଇ ସେ ଶୈତାନର ଚିତ୍ର ଆଙ୍କିଥିଲି। ତୁମେ ଏପରି କାନ୍ଦି ତାର ପ୍ରତିବାଦ କାହିଁକି କରୁଛ? ଆସାମୀଟି କହିଲା, ଆପଣ ମୋତେ ଶୈତାନର ନମୁନା ଭାବେ ଗ୍ରହଣ କରି ଚିତ୍ର ଆଙ୍କିଛନ୍ତି ବୋଲି ମୁଁ ପ୍ରତିବାଦ କରୁନି। 14 ବର୍ଷ ତଳେ ଯେଉଁ କିଶୋରୀଟିକୁ ଦେବଶିଶୁର ନମୁନା ଗ୍ରହଣ କରି ଆପଣ ଚିତ୍ର ଆଙ୍କିଥିଲେ ସେଇ କିଶୋରୀଟି ମଧ୍ୟ ମୁଁ ଥିଲି। 14 ବର୍ଷ ତଳେ ଯିଏ ଦେବଶିଶୁର ନମୁନା ଥିଲା ସେ କିଭଳି ଶୈତାନ ପାଲଟିଗଲା ସେଇ କଥା ଭାବି ମୁଁ କାନ୍ଦୁଛି। ରମାକାନ୍ତ,
ତୁମ ଭଳି ଜଣେ ପାଠୁଆ ବ୍ୟକ୍ତି କିପରି ମାତ୍ସର୍ଯ୍ୟ ବ୍ୟାଧିର କବଳିତ ହୋଇଥିଲା, ଆମ ଭିତର ଈର୍ଷା ଓ ପରାଶ୍ରୀ କାତରତା ଆମକୁ ଶୈତାନ ପଥରେ ଆଗେଇଲେ। ରମାକାନ୍ତଙ୍କ ମୁହଁ ଲାଜୁରା ଦିଶିଲା। ସେ କହିଲେ, କପେ କଫି ପିଇବା? ପ୍ରୟୋଜନ ନଥିଲେ ବି ସିଦ୍ଧାର୍ଥ ସମ୍ମତି ଜଣାଇଲେ। ରମାକାନ୍ତଙ୍କର ପରିବର୍ତ୍ତିତ ବ୍ୟବହାର ତାଙ୍କୁ ଆଶ୍ୱସ୍ତି କରୁଥିଲା। ରମାକାନ୍ତ କହିଲେ, ସେହିଦିନ ରାତିରେ ମୁଁ ଭାବିଲି ଅନ୍ୟମାନଙ୍କ ସମ୍ବନ୍ଧରେ ଖରାପ ଚିନ୍ତାଗୁଡ଼ିକ ଯାହା ମୋତେ ଅସ୍ଥିର କରୁଛି ସେଗୁଡ଼ିକ ବାହାରୁ ଫିଙ୍ଗିଦେବି। ଘରର ଅଳିଆ ମ୍ୟୁନିସିପାଲିଟିର ଡଷ୍ଟବିନ୍କୁ ଫିଙ୍ଗିଦେଲା ପରେ ତା କଥା ନ ଭାବିବା ପରି ମୁଣ୍ଡରୁ କାହା ସମ୍ବନ୍ଧରେ ଖରାପ ଚିନ୍ତା କାଢ଼ି ଫିଙ୍ଗିଦେଲା ପରେ ମୁଁ ଆଉ ସେ କଥା ଦ୍ୱିତୀୟବାର ଭାବିବି ନାହିଁ। ସିଦ୍ଧାର୍ଥ ରମାକାନ୍ତକୁ ଚାହିଁଥିଲେ। ଅନେକ ଦିନ ପରେ ଗୋଟେ ଉତ୍ତରିତ ଚେତନାକୁ ଅବା ସେ ପ୍ରତ୍ୟକ୍ଷ କରୁଥିଲେ। ଉପରକୁ ତଳକୁ ପାଣି ସହଜରେ ଗଡ଼ି ଆସିଲା ପରି ମଣିଷର ମନ ଖରାପ ଦିଗକୁ ସହଜରେ ଢଳିଯାଏ, କିନ୍ତୁ ଖରାପରୁ ଭଲ ସ୍ତରକୁ ଉଠିବା ଭାରି କଷ୍ଟ। ସେ ରମାକାନ୍ତଙ୍କ କାନ୍ଧରେ ହାତ ରଖି ପଚାରିଲେ, ଏ କାମ ଏତେ ସହଜ ହୋଇନଥିବ, ତୁମେ କେମିତି ତାହା ସମ୍ଭବ କରିପାରିଲ? ସେ କହିଲେ, ଈଶ୍ୱର ମୋତେ ଚିଆଇଁ ଦେଲେ। ନା ନା, ତୁମେ ହିଁ ଈଶ୍ୱର। ଜଣେ ଦାର୍ଶନିକ କହନ୍ତି, ପ୍ରତ୍ୟେକ ମଣିଷ ଜଣେ ଜଣେ ନିଦ୍ରିତ ଈଶ୍ୱର। କେହି କେହି ନିଜ ଭିତରେ ଈଶ୍ୱରକୁ ଚିଆଇବାକୁ ଚେଷ୍ଟା କରନ୍ତି, ଆଉ କେହି ସେ ଦିଗରେ ଉଦ୍ୟମ କରନ୍ତି ନାହିଁ। ସାରା ଜୀବନ ସେମାନେ ଅନ୍ୟକୁ ଦୁଃଖ ଦେବା ସହ ନିଜେ ଅସରନ୍ତି ଦୁଃଖରେ ସନ୍ତୁଳି ହୋଇଥାନ୍ତି।